सुना चेन गोटे भाई मिली वीडियो को एंड पर्यटन देखते सुना चेन मुझे देखी गोटे एक्सीडेंट होता से जगह सुना चेन को पाई पकेट्रे अच्छी है लगे मुझे देखी टी वीडियो लास्ट पर्यटन रुहतु है यूट्यूब जो भाई आम वीडियो बनई भाई कहले भाई 3-4टा मुंड पड़ी मुंडर भाई खपुरी चुटी लगी जा सेपट देखा कौन केमी हो सिचुएसन अच्छी देखिए आप देखा तो चलते जा सेपट को बाहानगा आसी आम बर्तमान पहुँच सारी पोखरी बर्तमान आमर सार गुड़ धुंच गोड़टा बहुत काद होती पोखरी आ पोखरी आरपट जो गाड़ीटा ठिया गोटे अभी गोटे हाथ पड़ी ना प्लेट जो प्लेट भी सुधा भारी आसी ये पड़ी तो हाय फ्रेंड्स शुभ सकाल तो आशा करते समस्त बहुत भल थे तो चलते आज वीडियो स्टार्ट करेंगे तो सकाल सकाल बर्तमान आम बाहर बाहानगा जा बाहानगार ट्रेन एक्सीडेंट जो होता है कौन बर्तमान जो अवस्था है कौन जिनपतर से अच्छे कि ना तो जी आम देखा तो चलते जा आगे जा बुलाई पाखु बुलाई पाखे बुलाई मोर दीज मिसिकी जा तो फ्रेंड्स आगे खाईदे खाई सारापर आम बाहर जा खाई सारिकी तो फ्रेंड्स चलन देखिए बर्तमान कौन सब हो खाया प्रस्तुति चलती शाग भजा हो मैडम आमर से कौन कर आसला बुलाई आम गाड़ी फाड़ी नहीं आसिक पहुँची गले बर्तमान जा बुलेटा कौट पाइल चलो कौन ट्यूल सैड खुल ना कौन तेल खड़ी उन्नति कर खणी Now I am going to Bahanaga school. बर्तमान बाहर गाड़ी स्टार्ट है बाहानगार जो एक्सीडेंट होता पूरा से वीडियो पूरा से जगह पूरा देखा बुझल गोटे गुड़ जगह तुम काद फाद छोट आम गुड़ फुड़ सब काद आम आसिक बर्तमान पहुँचलु पोखरी रे बर्तमान आमर सार गुड़ धुंच गोड़टा बहुत काद होती पोखरी आ पोखरी आरपट जो गाड़ीटा ठिया गोटे काद होता बर्तमान धुआ धुस है बाहर बर्तमान तो चलते आसतु जा आ गोटे आरपटर जो गाड़ी ठिया देखिपे से गाड़ीटार बर्तमान गोटे टीओल खोल तेणु आम जा टीओल खोलते से गाटा से आम ठिया चलो बर्तमान आमर जा बाहानगा देखेबी आपन को कौन बर्तमान परिस्थिति जगह बर्तमान सिचुएशन केमिति कोन अछि जिबा हम सिटी देखिबा आपन आन को देखिबा चलो आज वीडियो टॉपिक होची बाहानगार जो हमर जो एक्सीडेंट होता से जगह को बर्तमान से सिचुएशन केमिति कोन रही आपन आन को देखिबा तो चलंतु बाहरिया
ବାହାନଗା ଆସି ଆମେ ବର୍ତ୍ତମାନ ପହଞ୍ଚି ସାରିଛୁ। ଏବେ ଯିବା ଲୋକେସନ୍ ଉପରକୁ। ତ ଫାଇନାଲି ଆମେ ଆସିକି ବର୍ତ୍ତମାନ ପହଞ୍ଚି ସାରିଛୁ ବାହାନଗା, ଦେଖିପାରୁଥିବେ। ଆପଣମାନେ ଜାଣିଥିବେ ଯେ ଯେତେବେଳେ ଟ୍ରେନ୍ ଆକ୍ସିଡେଣ୍ଟ ହେଇଥିଲା ଆହାରି ଭିତରେ ସବୁ ଲାସ୍ ଥିଲା, ସବୁ ମୁର୍ଦାର ସବୁ ଦେଖିଛୁ ଆହାରି ଭିତରେ ଥିଲା। ଆଉ ଆ ଭିତରେ ଆମେ ବି ବୁଲିଲେ ଦେଖିପାରୁଛୁ ଏକର ସିଚୁଏସନ୍ ବର୍ତ୍ତମାନ ପୁରା ଫାଙ୍କା ଫାଙ୍କା, ଡର ବି ଲାଗୁଛି ବହୁତ ଜୋରସେ ଯେ ଯେତେବେଳେ ଟ୍ରେନ୍ ଆକ୍ସିଡେଣ୍ଟ ହେଇଥିଲା ଆହାରି ଭିତରେ ସବୁ ଲାସ୍ ଥିଲା, ସବୁ ମୁର୍ଦାର ସବୁ ଦେଖିଛୁ ଆହାରି ଭିତରେ ଥିଲା। ଆଉ ଆ ଭିତରେ ଆମେ ବି ବୁଲିଲେ ଦେଖିପାରୁଛୁ ଏକର ସିଚୁଏସନ୍ ବର୍ତ୍ତମାନ ପୁରା ଫାଙ୍କା ଫାଙ୍କା, ଡର ବି ଲାଗୁଛି ବହୁତ ଜୋରସେ। ଆଉ ଯେଉଁ ଭାଇମାନେ ଆସୁଥିବେ ବି ଜାଣିପାରୁଥିବେ ଡର ଲାଗୁଛି କି ନାହିଁ, ତେଣୁ ଆସନ୍ତୁ ଆଉ ଯିବା ରେଲୱେ ଷ୍ଟେସନ୍। ବର୍ତ୍ତମାନ ଯିବା ଦେଖନ୍ତୁ କେମିତିକା ସିଚୁଏସନ୍, ଆସ। ତ ଫାଇନାଲି ଆମେ ଆସିକି ବର୍ତ୍ତମାନ ପହଞ୍ଚି ସାରିଛୁ ବାହାନଗା ଷ୍ଟେସନ୍, ଦେଖିପାରୁଥିବେ। ବାହାନଗା ଷ୍ଟେସନ୍ ଆସିକି ପହଞ୍ଚି ସାରିଛୁ। ବାହାନଗା ଷ୍ଟେସନ୍ ଆସିକି ବର୍ତ୍ତମାନ ଆମେ ପହଞ୍ଚି ସାରିଛୁ। ତା ଭିତରେ ଭୂତ ଅଛନ୍ତି ନା କିସ? ଦେଖିପାରୁଥିବେ ସେଇଠି ଜଣେ ଠିଆ ହେଇଛି ଶାଢ଼ୀ ପିନ୍ଧିକି, ଦେଖିପାରୁଥିବେ। ପଳେଇଲା ନା କିଛି ସେ? ଆମର ହେଉଛି ଟ୍ରେନ୍ ଫେନ୍ କେବେଠୁ ପଡ଼ିଥିଲା? ଏଇଟା ମାରି ମୁଁ କହିନି ହେଲା, ଆମର ଯେଉଁ ବାହାନଗା ଟ୍ରେନ୍ ଯେଉଁ ଆକ୍ସିଡେଣ୍ଟ ହେଇଥିଲା। ତ ଭାଇ ବର୍ତ୍ତମାନ ଆମେ ବାହାନଗା ଷ୍ଟେସନରେ ଅଛୁ। ବାହାନଗା ଷ୍ଟେସନ୍ ଦେଖିପାରୁଥିବେ, ବୁଲାଇଟେ ଦେଖେଇ ଦିଅ ସବୁଠି। ବାହାନଗାରେ ଯେତେବେଳେ ଆମର ଯେଉଁ ଟ୍ରେନ୍ଟା ଯେତେବେଳେ ଆକ୍ସିଡେଣ୍ଟ ହେଇଥିଲା, ଲାସ୍ ସବୁ ମାନେ ଏତେ ମାତ୍ରାରେ ଲାସ୍ ଥିଲା ଯେ ମାନେ ରଖିବା ପାଇଁ ଜାଗା ନଥିଲା। ଏଇ ଯେଉଁ ଘରଟା ଆପଣ ଦେଖୁଛନ୍ତି, ଏଇ ଘର ତଳେ ସବୁ ଲାସ୍ ରଖା ହେଇଥିଲା। ଦେଖନ୍ତୁ ଆପଣମାନଙ୍କୁ ଦେଖେଇ ଦେଇଛି, ଏଇ ଘର ତଳେ ସେଇ ପୁରା ଏପଟରୁ ସେପଟ ସବୁ ପୁରା ଟୋଟାଲ୍ ଲାସ୍ ରହିଥିଲା, ହେଲା କି। ଘର ଭୟ ସେମିତି କିଛି ଲାଗୁନି, ଭିତରେ ସବୁ ଲାସ୍ ଥିଲା। ଭାଇମାନେ କହୁଥିଲେ ହେଲା କି ଭିତରେ ସବୁ ଲାସ୍ ଥିଲା। ଆମେ ଯେଉଁ ଆସିକି ବୁଲାବୁଲି କରିକି ଦେଖୁଛୁ, ଦେଖିଥିବା ପୁରା ଟୋଟାଲ୍ ସବୁ ପୁରା ଫୁଲ୍ ହେଇଥିଲା। ଏତେ ମାତ୍ରାରେ ଲୋକ ଥିଲେ ଯେ ପୁରା ଟୋଟାଲ୍ ସବୁ ଫୁଲ୍ ହେଇଥିଲା। ଆମେ ବୁଲାବୁଲି କରିକି ସବୁ ଦେଖିଲୁ। ଏଠି ଗୋଟେ ହାତ ପଡ଼ିଛି ନା ଏଇ ଭିତରେ ସବୁ ଲାସ୍ ଗୁଡ଼ା ସବୁ ଥିଲା, ଦେଖିପାରୁଥିବେ। କିନ୍ତୁ ଏବେ ତା ଭିତରେ ଛେଳି ଗୋଟେ ଅଛି। ଇଏ ଭାଇ ଆମର ଯେଉଁ ଆମ୍ବୁଲାନ୍ସ ଚଲାଉଛନ୍ତି ସିଏ ଆସିଥିଲେ। ସ୍କୁଲ ଭିତରେ ରହିଲେ, ଆଉ ଏଇ ସବୁ ଜାଗାରେ ସବୁ ଲାସ୍ ଥିଲା, ଜରିମାଲା ହେଇକି ଥିଲା। ତାପରେ ହେଲା ହେଉଛି ତ ଏଇଠି ତ ଆପଣମାନେ ଦେଖିଲେ ସବୁ ଲାସ୍ ପାସ୍ ଆ ଭିତରେ ସବୁ ରହୁଥିଲା। ତାପରେ ଆମେ ଯିବା ସେପଟକୁ। ଆମର ୟୁଟ୍ୟୁବ୍ର ଜଣେ ଭାଇ ଆମର ଭିଡ଼ିଓ ବନେଇଥିଲେ, ଯେ ଭାଇ କହିଲେ ଭାଇ 3-4ଟା ମୁଣ୍ଡ ପଡ଼ିଛି, ମୁଣ୍ଡରେ ଭାଇ ଖପୁରୀରେ ଚୁଟି ଲାଗିଛି। ଆମେ ଯିବା ସେପଟ ଟିକେ ଦେଖିବା କ'ଣ କେମିତି ହେଉଛି ସିଚୁଏସନ୍ ଅଛି, ଦେଖିକି ଆପଣମାନଙ୍କୁ ଦେଖେଇବା। ତ ଚାଲନ୍ତୁ ଯିବା ସେପଟକୁ। ଏଇପଟେ ଆମେ ଯିବା ଭିତରକୁ ପଶିକି ସେପଟେ ଆମେ ଦେଖିବା। ତ ଚାଲନ୍ତୁ ଯିବା। ବର୍ତ୍ତମାନ ପୁରା ବାହାନଗା ଷ୍ଟେସନରେ ବର୍ତ୍ତମାନ ଆମେ ଅଛେ। ଆମର ହେଉଛୁ ଗାଡ଼ି ଫାଡ଼ି ଟ୍ରେନ୍ ଗୁଡ଼ା ସବୁ ଯେଉଁଠି ଗଡ଼ିକି ପଡ଼ିଥିଲା, ବର୍ତ୍ତମାନ ଆମେ ସେଇ ଜାଗାକୁ ଯାଉଛେ। ତ ଚାଲନ୍ତୁ ଯିବା। ମାନେ ବର୍ତ୍ତମାନରେ ମାନେ ଏଇଭଳିଆ ଘଟଣା ଆମ ଓଡ଼ିଶା ଭିତରେ ମାନେ ମୋ ଜାଣିବାର ଏଇଟା ବୋଧେ ମାନେ ଅତି ସିରିୟସ୍ ହେଇଥିଲା ଏଇଠି। ପୁରା ଭାଇ ଷ୍ଟେସନ ପୁରା ସୁନସାନ, ଦେଖିପାରୁଥିବେ। ପୁରା ମାନେ ଗୋଟେ କି ଲୋକ ନାହାନ୍ତି, କେବଳ ଆମେ 2 ଜଣ ଏଇଠି ଛିଡ଼ା ହେଇଛି। ଆଉ ସେପଟରେ ଅଳ୍ପ କେତେ ଲୋକ ଅଛନ୍ତି। ମାନେ ସେ ଯେଉଁ ଘରକୁ ଯାଇଥିଲେ ଲାସ୍ ଦେଖିବା ପାଇଁ, ହେଲା କି ଯେଉଁଠି ଲାସ୍ ରହିଥିଲା ସେ ଘର ଭିତରେ ପଶିଲେ ଭାଇ ମୋତେ ଭାରି ଜୋରସେ ଡର ଲାଗିଲା। ହେଲା କେତେ ଲାସ୍ ସବୁ ତା ଭିତରେ। ଷ୍ଟେସନର ଭୟରେ ଲୋକ କେହି ନାହାନ୍ତି, କିନ୍ତୁ ଏପଟର ବିଲର ମାଛ ଧରା ଚାଲିଛି। ଦେଖନ୍ତୁ, ଦେଖୁଛି ଏପଟେ ମାଛ ଧରା ଚାଲିଛି।
এই ସାଇଡ୍ ରେ ଯେଉଁ ଟ୍ରେନ୍ ଗଡ଼ିକି ପଡ଼ିଥିଲା ଟ୍ରେନ୍ ତ ଆଉ ନାହିଁ ସେଠି, କିନ୍ତୁ ଦାଗ ସବୁ ପଡ଼ିଛି ଦେଖିପାରୁଥିବେ। ମାଛ ଫାଛ ସେପଟେ ଧରା ଚାଲିଛି। ମାଛ ଧରୁଛନ୍ତି, ବାହିକିଆଟାକୁ ମାଛ ଧରୁଛନ୍ତି। এই জায়গাটা তো ଦେଖିପାରୁଥିବେ ସେଠି ଯେଉଁ ମାନେ ଯେଉଁ ଏମିତି ଦାଗ ଯେଉଁ ପଡ଼ିଛି, ଏଇ ଜାଗାରେ ଟ୍ରେନ୍ଟା ପୁରା ଗଡ଼ିକି ପଡ଼ିଥିଲା ହେଲା କି। ଭାଇ ଆମର ହଉଛୁ ୟୁଟ୍ୟୁବରେ ଗୋଟେ ଭିଡ଼ିଓ ମୁଁ ଦେଖିଥିଲି, ଭାଇ ଜଣେ ଆମର ଆସିକି ଏପଟେ ଦେଖାଉଥିଲେ ଯେ ମୁଣ୍ଡ କଙ୍କାଳ ଫଙ୍କାଳ ପଡ଼ିଛି, କାହିଁ ସେମିତି କିଛି କାହିଁ ମୁଁ ଏଠି ଦେଖିଲି କିଛି ପଡ଼ିନି ହେଲା କି। ଆପଣମାନଙ୍କୁ ବି ଦେଖାଇ ଦେଉଛି, କିଛି ସେମିତି କିଛି ପଡ଼ିନି। ଆଉ ହେଲା ହଉଛି ସେ ଯେଉଁ ଭାଇ ଭିଡ଼ିଓ ବନେଇଥିଲେ ମୁଣ୍ଡ ପଡ଼ିଛି ଇଏ ସିଏ, କାହିଁ ସେମିତି କିଛି ନାହିଁ ଏଠି। ଟ୍ରେନ୍ ତଳେ ପଶିକି ବର୍ତ୍ତମାନ ଯାଉଛି ସେପଟକୁ, ବାହାରି ବାଜିଲା ବୁଝିଲ ବୋଲାଇ। ସେ ଯେଉଁ ଲୋକଟା ଭିଡ଼ିଓ ବନେଇଥିଲା ମୁଣ୍ଡ ଫୁଣ୍ଡ ପଡ଼ିଛି, ଖପିର ଚୁଟି ନା କିଛି କହୁଥିଲା, କାହିଁ ସେମିତି ତ କାହିଁ କିଛି ନାହିଁ। ମିଛର ବନେଇଲା ବୋଧେ କ'ଣ କିଛି ମିଛ ନୁହେଁ, ସେ ଭାଇ ସତ କହିଥିବେ, କାହିଁକି ନା ସେତେବେଳେ ତାଙ୍କର ଆମେ ତ ଆହୁରି ରିସେଣ୍ଟ ଗୋଟେ ମାସ ଭିତରେ ଭିଡ଼ିଓଟା ବା ଦେଖେଇଦେମି ଆଜି। ତ ସେ ଯେ ଜାଗାରେ ପଡ଼ିଥିବ ସେ ଜାଗା ବି ସେ ଯାଇକି ଇଏ କରିଥିବେ, ସେ ଉଠେଇକି ଫେଙ୍କି ଦେଇ ସାରିଥିବେନି। ହଁ, କାହିଁକିନା ଆମେ ଆସିକି ଆମେ ଦେଖିଲୁ ଦି ଜଣ, କାହିଁ ସେମିତି କିଛି ମୁଣ୍ଡ ଫୁଣ୍ଡ କଙ୍କାଳ ହାତ ଫାତ କିଛି ନାହିଁ। ଆଉ ଯାହା ସବୁ ଥିଲା ସବୁ କ୍ଲିୟର ବର୍ତ୍ତମାନ ହେଇଗଲାଣି, ଆଉ ସେ ଆଉ ସେଟା ପକେଇ ରଖିବ କିଛି ନାହିଁ ଭାଇ, ଡର ଭୟ କିଛି ନାହିଁ। ସେ ଯେତେବେଳେ ଯାହା ହବା କଥା ହବ, ଆଉ ସବୁବେଳେ ଡରିଲେ ହବନି। ଏବେ ବି ଯୋଉ ଲୋକ ହୋଇ ଆସିଲେଣି, ଅଛନ୍ତି ସବୁ ଲୋକ। ତମେ ଆସିକି ବୁଲାବୁଲି କରୁ ତ ଭାଇ। ଭିଡ଼ିଓଟି ଯଦି ଭଲ ଲାଗିଥିବ ଲାଇକ୍ ସେୟାର ଆଣ୍ଡ ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେନି। ତ ଆଗକୁ ଜୟ ଜଗନ୍ନାଥ। ଆସିଥିଲୁ ବାହାନଗା ଗୋଟେ କାମରେ ଆସିଥିଲୁ, ତ ଭାବିଲୁ ଯିବା ଟିକେ ଷ୍ଟେସନ ଯାଇକି ଟିକେ ଭିଡ଼ିଓ ବନେଇଦେବା, ଟିକେ ବର୍ତ୍ତମାନ ସିଚୁଏସନ୍ କ'ଣ ରହିଛି ବାହାନଗାର। ତ ଆସିକି ଏମିତି ଭିଡ଼ିଓ ବନେଇଲୁ। ଭାଇଙ୍କର ଗୋଟେ ଭିଡ଼ିଓ ଦେଖିଥିଲି, ସେ ଭାଇ କହିଲେ ହାତ ପଡ଼ିଛି ମୁଣ୍ଡ ଫୁଣ୍ଡ ପଡ଼ିଛି, ସେମିତି କିଛି ବି ନାହିଁ ହେଲା କି। ପୁରା ବୁଲିକି ଆମେ ଦେଖିଦେଲୁ, କିଛି ବି ସେମିତି କିଛି ନାହିଁ, ମୁଣ୍ଡ ଫୁଣ୍ଡ କିଛି ଭାଇ ପଡ଼ିନି। ତ ଭାଇ ରହୁଛି, ଜୟ ଜଗନ୍ନାଥ। ଟ୍ରେନ୍ ଆକ୍ସିଡେଣ୍ଟ ହେଇଥିଲା, ଫୁଟ ସବୁ ଏଠି ସବୁ ପଡ଼ିଛି, କେମିତି କ'ଣ ହେଉଛି ଚେପା ହେଇଛି ଦେଖୁଛି ଆପଣଙ୍କୁ। ଦେଖିପାରୁଥିବେ ସବୁ ଫୁଟ ସବୁ ଆକ୍ସିଡେଣ୍ଟ ଟାଇମ୍ରେ ସେପଟେ ସବୁ ଆକ୍ସିଡେଣ୍ଟ ହେଇଥିଲା, ଫୁଟ ଗୁଡ଼ା ସବୁ ଏଠି ସବୁ ପଡ଼ିଛି ଦେଖିପାରୁଥିବେ, କେମିତି ଚେପା ପାଇକି କେତେ ଫୁଟ ଆକ୍ସିଡେଣ୍ଟ ଯାଇଥିଲା। ସେ ଫୁଟ ସବୁ ଆଣିକି ଏଠି ସବୁ ରଖିଛନ୍ତି, ଇଲେକ୍ଟ୍ରିକ୍ ସବୁ ଇଏ ଲୁହା ଖୁଣ୍ଟ ଗୁଡ଼ାକ ଦେଖିପାରୁଥିବେ। କୋଉଭଳି ଆକ୍ସିଡେଣ୍ଟ ହେଇଥିଲା ମାନେ ହେଉଛି ଦେଖନ୍ତୁ, ପୁରା ମାନେ ଫୁଟ ସବୁ ପୁରା ବେଣ୍ଡ ପୁରା ଚେପା ହେଇଛି, ପୁରା ଚଉତି ହେଇଛି ମୁଡ଼ିକି ପୁରା। ଏମିତିକା ମଜାର ଆକ୍ସିଡେଣ୍ଟ ହେଇଥିଲା, ମାନେ ଖୁଣ୍ଟ ତାର ସେଠି କିନ୍ତୁ ପଡ଼ିଛି ଆସିକି ଖୁଣ୍ଟ ଏଠି, ଏତେ ଜୋର ଆକ୍ସିଡେଣ୍ଟ ହେଇଥିଲା। ଖୁଣ୍ଟ ଭାଙ୍ଗି ଚଉତି ହେଇଛି, କେମିତି ତା ଶଙ୍ଖ ମୁଡ଼ି ହେଇଛି ପୁରା। ତା ପ୍ଲେଟ୍ ଯେଉଁ ପ୍ଲେଟ୍ ବି ସୁଦ୍ଧା ଭାରି ଆସିଛି, ଯେର ଏଠି ପଡ଼ିଛି। ରହିଥିଲା ହେଉଛି ଚିପ୍ସ, ସେ ଯେଉଁ ଆକ୍ସିଡେଣ୍ଟ ସେ ଚିପ୍ସ ଗୋଟେ ଟ୍ରିପ୍ ଏପଟକୁ ପଳେଇ ଆସିଛି। ଆମର ଯେଉଁ ହେଉଛି ବଗି ଫଗି ଗୁଡ଼ା ଦେଖିନାହାନ୍ତି, ଆମେ ତ ଭିଡ଼ିଓ ବନେଇଲା ବେଳକୁ ବହୁତ ଲେଟ୍ ହେଇଗଲାଣି। ଆଉ କିଛି ନାହିଁ, ଖାଲି ହେଉଛି ଗୋଟେ ସୁନା ଚେନ୍ ଗୋଟେ ମିଳିଲା ହେଉଛି ପାଖରୁ ପାଇଲି ହେଲା କି, ଆଉ କିଛି ଜିନିଷ ନାହିଁ। ସେପଟେ ଆମର ସବୁ ବଗି ଫଗି ଗୁଡ଼ା ସବୁ ଥିଲା, ବଗି ଫଗି ସବୁ ଭାଇ କଟିଂ କରିକି ଉଠେଇ ଦେଇ ସାରିଲେଣି, ଆଉ କିଛି ନାହିଁ। ଖାଲି ତ ବଗି ଯେଉଁ ଥିଲା ଖାଲି ତା ଛାପଟା ପଡ଼ିଛି, ଏଇଠି ବଗିଟା ପଡ଼ିଥିଲା ବୋଲି। ସୁନା ଚେନ୍ ଗୋଟେ କିନ୍ତୁ ଭାଇ ମିଳିଛି। ଭିଡ଼ିଓକୁ ଏଣ୍ଡ ପର୍ଯ୍ୟନ୍ତ ଦେଖନ୍ତୁ, ସୁନା ଚେନ୍ଟା ମୁଁ ଆପଣଙ୍କୁ ଦେଖେଇବି। ଗୋଟେ ଆକ୍ସିଡେଣ୍ଟ ହେଇଥିଲା, ସେଇ ଜାଗାରେ ସୁନା ଚେନ୍ଟା ମୁଁ ପାଇଛି, ପକେଟ୍ରେ ଅଛି ହେଲା କି। ମୁଁ ଆପଣଙ୍କୁ ଦେଖେଇବି, ଟିକେ ଭିଡ଼ିଓର ଲାଷ୍ଟ ପର୍ଯ୍ୟନ୍ତ ରୁହନ୍ତୁ ହେଲା କି। ବାହାନଗା ଷ୍ଟେସନରେ ବହୁତ ଖୋଜାଖୋଜି କଲା ପରେ କିଛି ତ ସେମିତି କିଛି ଜିନିଷ ଆମକୁ ମିଳିନି। ଏଇଠି ଖାଲି ଗୋଟେ ମିଳିଲା ଆମକୁ ପାନ୍ କାର୍ଡ଼ ଗୋଟେ ମିଳିଲା, ଦେଖିପାରୁଥିବେ ପାନ୍ କାର୍ଡ଼। ଆ ନାଁ ହେଲା ଦୀପକ କୁମାର ହେଉଛି କ'ଣ ମାଝୀ, ଦୀପକ କୁମାର ମାଝୀ। ଘରଟା କେଉଁଠି, ଆଡ୍ରେସଟା ସେ ସବୁ ମାନେ ସ୍କ୍ରାଚ୍ ହେଇଛି, ଠିକ୍ସେ ଦେଖାହେଉନି ହେଲା କି। ଆଧାର କାର୍ଡ଼ ହେଉଛି ପାନ୍ କାର୍ଡ଼ ଗୋଟେ ମିଳିଲା। ଆଉ ଏଠି ହେଉଛି ସୁନା ଚେନ୍ ଗୋଟେ ଭାଇ ପଡ଼ିଛି, ସୁନା ଚେନ୍ ଗୋଟେ ପଡ଼ିଛି। ଦୁଇଟା ଭାଇ ପାଖାପାଖି, ହଁ 2 କିଲୋ ଖଣ୍ଡେ ହେବ, ଦୁଇଟା ତ କିଲୋ ପରେ ହେବ ଆଉ। ଆଉ ଭାଇ ସେମିତି କିଛି ଜିନିଷ ଆମକୁ ମିଳିଲାନି। ତ ଭାଇ ଭିଡ଼ିଓଟା ଯଦି ଭଲ ଲାଗିଥିବେ ଲାଇକ୍ ସେୟାର ଆଣ୍ଡ ସବସ୍କ୍ରାଇବ୍ କରିବେ ଚ୍ୟାନେଲକୁ। ରହୁଛି ଭାଇ, ଜୟ ଜଗନ୍ନାଥ। ଚାଲ ଏଇଟା ଆମର ବାହାନଗା ମାର୍କେଟ ଦେଖିପାରୁଥିବେ, ଏଇଟା ବାହାନଗା ଓଭର ବ୍ରିଜ୍। ଏପଟେ ଆମର ହେଉଛି ଆଖୁ ରସ ବିକ୍ରି ହେଉଛି। ଆସୁନ ଆଖୁ ରସ ଆସ। ଗାଁର ଯେଉଁ ପରିବା ହାଟ ବୁଲିବ ତାର ମଜା କିଛି ଭଲ।
ଗାଁରେ ପରିବା ହାଟ ପରିବା ମାର୍କେଟ ବୁଲିବେ ତାର ମଜା କିଛି ଭାଇ ଅଲଗା। ତ ଚାଲନ୍ତୁ ଗୋଟେ ଆଖୁ ରସ ଭିତରେ ସେଠି ପିଇବା। ବାହାନା ଗାଁରେ ମାନେ ବୁଲି ବୁଲିକା ଶୋଷେଇଲାଣି। ଆଖୁ ରସ ଟିକେ ପିଇବା ତାପରେ ବାହାରିବା ଘରକୁ। ଏଠି ଟିକେ ପିଇବା ତାପରେ ବାହାରିବା ଘରକୁ। ତାପରେ ଯିବା ଘରକୁ ଆଉ। ତ ଆଖୁ ବାଲାକୁ ଟିକେ ଦେଖେଇ ଦିଅ। ଦି ଗ୍ଲାସ ଦିଅ। ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ନାମ ଲେଖା ଚାଲୁଅଛି। ଭାରତୀୟ ସଂସ୍କୃତି ଓ ପରମ୍ପରା ଉପରେ ଆଧାରିତ ଶିକ୍ଷାନୁଷ୍ଠାନ। 3 ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ ଶିଶୁ ପ୍ରାରମ୍ଭରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅଭିଜ୍ଞ ତାଲିମ ପ୍ରାପ୍ତ ଗୁରୁଜୀ